25ଟି ବହିର ଦାମ 175 ଟଙ୍କା ହେଲେ 92ଟି ବହିର ଦାମ କେତେ? ଉତ୍ତର କରିବା। 25ଟି ବହିର ଦାମ 175 ଟଙ୍କା। ଆମେ 1ଟି ବହିର ଦାମ ବାହାର କରିବା। 1ଟି ବହିର ଦାମ 175 ହରଣ 25କୁ ହରିଦେବା। ଏଠି ହରିବା 175 ହରଣ 25। 25କୁ ପୁଣି 175କୁ 70 ଉଠୁଛି 70 ନାହିଁ, ତେବେ ଆମେ 25କୁ ପୁଣି 175 ନେବା। 25 7 175 ଫେରାକ ଚଢ଼ିକି ମଧ୍ୟ ହେଲା। 5 5 ଗଲେ 0, 7 7 ଗଲେ 0, 1 ଗଲେ 0। ବାମ ପଟେ 0 କଟା ହେଲା, 7 ବାହାରିଲା। 7 ଟଙ୍କା। ଏଠି କେତେ ଦେଇଛି? 92ଟି ବହିର ଦାମ କେତେ? 92ଟି ବହିର ଦାମ ଏଠି 7 ବାହାରିଛି, ଏଠି 92 ଗୁଣନ ଯେତିକି ବାହାରିଛି 7 ଗୁଣିଦେବା। 92 ଗୁଣନ 7 7 ଗୁଣେ 14, 4 ନବ 1, 7 9 63, 1 64। 644 ଟଙ୍କା। ଏବେ ଆମେ ଉତ୍ତର ଲେଖିବା। 92ଟି ବହିର ଦାମ 644 ଟଙ୍କା। ପିଲାମାନେ ଶିଖିଲ? ଏବେ ଆଉ ଥରେ କହୁଛି ଶୁଣ। 25ଟି ବହିର ଦାମ 175 ଟଙ୍କା ହେଲେ 92ଟି ବହିର ଦାମ କେତେ? 25ଟି ବହିର ଦାମ 175 ଟଙ୍କା। ତେବେ ଆମେ 1ଟି ବହିର ଦାମ ବାହାର କରିବା। 1ଟି ବହିର ଦାମ 175 ହରଣ 25କୁ ହରିଦେବା। ହରିଲେ ବାହାରିବ 7 ଟଙ୍କା। 92ଟି ବହିର ଦାମ 92 ଗୁଣନ ଏଠି ଯେତିକି ବାହାରିଛି 7 92ରେ ଗୁଣିଦେବା। 7 ତାକୁ ଗୁଣିଲେ 644 ଟଙ୍କା। ଅତ୍ୟବର୍ଣ୍ଣ ଲେଖିବା। 92ଟି ବହିର ଦାମ 644 ଟଙ୍କା।